ସମସ୍ତଙ୍କୁ RP ଏଜୁକେସନ୍କୁ ସ୍ୱାଗତ। ପୁଣି ଥରେ ସ୍ୱାଗତ। ଏହା ଆମେ ପଞ୍ଚମ ଶ୍ରେଣୀର ଯାହାକି ଗୋଟିଏ 2 ନମ୍ବର ପଦ୍ୟ ପଢ଼ିବାକୁ ଯାଉଛେ, ଯାହା ହେଉଛି ଫୁଲ। କବି ହେଉଛନ୍ତି ପଣ୍ଡିତ ମୃତ୍ୟୁଞ୍ଜୟ ରଥ। ଚାଲ ଏହି ପାଠଟା ବା ଏହି ଗଦ୍ୟଟା ଷ୍ଟାର୍ଟ କରିବା। ମୋ ବାସ ଗଛରେ ଲଟା ବୁଦାରେ, ଶାଳ ଶୈଳୀ ଘାସ ହୁଡ଼ାରେ। ବୋଲେ କହିଛନ୍ତି ମୋ ବାସ ବୋଲେ ଫୁଲରେ କହିଛନ୍ତି ବୋଲେ ଫୁଲର ବାସନା। ବୋଲେ ଫୁଲର ବାସନା କେଉଁଠାରେ ଥାଏ? ବୋଲେ ଫୁଲର ବାସନା ଥାଏ ଲଟା ବୁଦାରେ। କେଉଁଠାରେ? ଲଟା ବୁଦାରେ। ପୁଣି କହିଛନ୍ତି ଶାଗ ଶିଉଳରେ ଘାସ ହୁଡ଼ାରେ। ବୋଲେ କାରଣ ଗୋଟିଏ ଶାଗ ଶିଉଳି ବୋଲେ କ'ଣ? ବୋଲେ ଫୁଲର କ'ଣ ଫୁଲ ଗୋଟିଏ ଯେଉଁ ଫୁଲ ଥାଏ ସେହି ଲଟାରୁ ମଧ୍ୟ ଫୁଲ ହୋଇଥାଏ। ଯେଉଁ ଲଟା ହୋଇଥାଏ ସେହି ଲଟାରୁ ବି ଫୁଲ ଥାଏ। ସେହିପରି ଭାବରେ ଏଇଠି କହିଛନ୍ତି ଶାଗ ଶିଉଳରେ ଘାସ ହୁଡ଼ାରେ। ବୋଲେ କ'ଣ? ଶାଗ ଶିଉଳି ଘାସ ହୁଡ଼ାରେ ମଧ୍ୟ ମୁଁ ଫୁଟିଥାଏ। ମୁଁ ଥାଏ ପର୍ବତ ଜଳ ସ୍ଥଳରେ। ବୋଲେ କ'ଣ କହିଛି ଫୁଲ? ମୁଁ ପର୍ବତରେ ମଧ୍ୟ ଥାଏ ଏବଂ ସ୍ଥଳରେ ମଧ୍ୟ ଥାଏ। ବନ ଉପବନରେ କୂଳ କନ୍ଧରେ। ବୋଲେ କ'ଣ? ବୋଲେ ବନରେ ବା ବନେ ବୋଲେ କ'ଣ? ବନରେ ଏବଂ ଉପବନ। ବନ କ'ଣ ଏବଂ ଉପବନ ଦୁଇଠାରେ ଏବଂ କୂଳ କନ୍ଧରେ ମଧ୍ୟ ଥାଏ। ମୁଁ ଥାଏ କୁଞ୍ଜ ମନ୍ଦିର ପାଶେ। ବୋଲେ କ'ଣ? ମୁଁ ଥାଏ ବୋଲେ କ'ଣ? ମନ୍ଦିର ପାଶେ, ଯାହାକି ଭଗବାନଙ୍କୁ ଆପଣ ଜାଣିଥିବେ ଯେ ଭଗବାନଙ୍କୁ ଫୁଲ ଅର୍ପଣ କରାଯାଏ। ତେଣୁ ବୋଲେ କୁଞ୍ଜ ମନ୍ଦିର ପାଶେ ବୋଲେ ଫୁଲ ଭଗବାନଙ୍କ ପାଶରେ ବା ମସ୍ତକରେ ମଧ୍ୟ ଥାଏ। ସଞ୍ଜ ସକାଳରେ ମୁଁ ଫୁଟି ବାସେ। ବୋଲେ କ'ଣ? ସଞ୍ଜ ସକାଳ ବୋଲେ ପ୍ରଭାତ କାଳରେ। ପ୍ରଭାତ କାଳରେ ଯାହା ଫୁଲ ସକାଳ ସମୟରେ ଫୁଟିଥାଏ ଏବଂ ବହୁତ ବାସ୍ନା ପ୍ରକାଶ କରିଥାଏ। ମୋ ରୂପ ସୁନ୍ଦର କି ନିର୍ମଳ, ପତର ଉପରେ ଦିଶେ ସୁଢଳ। ବୋଲେ କ'ଣ କହିଛି? ମୋର ରୂପ କେତେ ଯେ ନିର୍ମଳ। ବୋଲେ କ'ଣ? ବୋଲେ ପୁରାପୁରି ସ୍ୱଚ୍ଛ ନିର୍ମଳଟା। ବୋଲେ କ'ଣ ଗୋଟେ ଆମେ କହିଛୁ ଗୋଟେ ଯେ ପୁରାପୁରି ନିର୍ମଳ ବା ପୁରା ଯେନ୍ଟା ପରଫେକ୍ଟଲି ଦେଖିପାରବାରଟା। ପତର ଉପରେ ଦିଶେ ସୁଢଳ। ବୋଲେ କ'ଣ? ପତର ଉପରେ ଯେପରି ଚମକ ଚମକ ବା ଚମକ ଚମକ ପରି ଚମଚମ କରୁଥାଏ ବୋଲି କହିଛି। କି ଯୁବା ବାଳକ ବା ସ୍ଥବିର, ମୋତେ ଦେଖିଲେଟି ହନ୍ତି ଅଧୀର। ବୋଲେ କ'ଣ? କେଉଁ ଯୁବା ବାଳକ ମୋତେ ଦେଖିଦେଲେ ହନ୍ତି ଅଧୀରେ। ବୋଲେ କ'ଣ? ହନ୍ତି ବୋଲେ ଫୁଟିଥିବା ସମୟରେ ଯେ ଦେଖିଦେଲେ କିଏ ଜଣେ ତାହାକୁ ତୋଡ଼ି ଆଣିଥାନ୍ତି। ସେହିପରି ଭାବରେ କହିଛନ୍ତି। ମୋତେ କିଏ ଗଳାରେ କେବା ମୁଣ୍ଡରେ, ଥୁଅନ୍ତି ନ ଦଳି କେହି ପୟରେ। ବୋଲେ କ'ଣ କହିଛନ୍ତି କବି? ଏଠାରେ ବର୍ଣ୍ଣନା କରିଛନ୍ତି ଯାହା ଫୁଲ ବିଷୟରେ। ଥୋଡ଼ି ନା ଯାହାକି ଫୁଲ ଆଉ କଥା କହିବ କି? ସେହିପରି ଭାବରେ କବି ଏହା ବର୍ଣ୍ଣନା କରିଛନ୍ତି ଏଠାରେ। ମୋତେ କିଏ ଗଳାରେ କେବା ମୁଣ୍ଡରେ, ଥୁଅନ୍ତି ନ ଦେଳି କେହି ପୟରେ। ବୋଲେ କ'ଣ? କିଏ ମୋତେ ଗଳାରେ ଲଗାଇଲେ, କିଏ ମୋତେ ମୁଣ୍ଡରେ ଲଗାଇଥାନ୍ତି ଏବଂ ନଦେଲି ପୟରେ ଲଗାଇଥାନ୍ତି। ସେ ବାସ ଚଉଦିକେ ଯା ଚହଟି। ବୋଲେ ଫୁଲର ବାସନା ବୋଲେ ଆମେ ଯଦି ତୁମେ ମାନେ ଜାଣିଥିବ ସାଧାରଣ ଫୁଲ ଯାହାକି ହେଉଛି ମଲ୍ଲି ଫୁଲ, ତାହାର ବାସନା ଯେଉଁ ପାଖେ ଆଖି ମଧ୍ୟ ବହୁତ ଆନନ୍ଦ ଦେଇଥାଏ। ତାହାର ବାସନା ବା ବହୁତ ଭଲ ଲାଗିଥାଏ। ମୋ ବାସନା ଚଉଦିକେ ଯାଏ ଚହଟି, ପବନ ମହକି ଥାଏ ଜାଣିଟି। ବୋଲେ କ'ଣ? ପବନ ମହକିଲେ ମୁଁ ଫୁଲର ବାସନା ବହୁତ ଜାଣି ହୁଏ ବା ବହୁତ ଆନନ୍ଦ ଉପଭୋଗ କରିହୁଏ। ବଣା ହୋଇ ଧାଇଁ ଆସି ଭଅଁର, ଅଧରନ୍ତି ପଶୁ ପକ୍ଷୀ ସକଳ। ବୋଲେ କ'ଣ କହିଛନ୍ତି? ବଣା ହୋଇ ବୋଲେ ଆମେ କହିବା ଯାହାର ଆଖି ନଥିବ ବା ଅନ୍ଧ ହୋଇ ସେହି ଭମର ସେହି ବାସନାକୁ ରହି ନ ପାରି ଆସିଥାନ୍ତି ମୋ ପାଖକୁ ଏବଂ ଆଦରନ୍ତି ପଶୁ ପକ୍ଷୀ ସକଳ। ମାନେ କ'ଣ? ପଶୁ ପକ୍ଷୀ ମଧ୍ୟ ମାନେ ଆସିଥାନ୍ତି ଯେଉଁ ଫୁଲର ବାସନା ପାଇଁ। ମୋ କାନ୍ତି ଦେଖିଲେ ଯୋଗୀଙ୍କ ଶାନ୍ତି, ସେ ଦେହ ଦେବତା ସେ ଦେଖାଥାନ୍ତି। ବୋଲେ କ'ଣ? ମୋ କାନ୍ତି ଦେଖିଲେ ଯୋଗୀଙ୍କ ଶାନ୍ତି। ବୋଲେ ମୋ ବା ଫୁଲ ଫୁଟିଲେ ବୋଲେ ଫୁଲ କହିଛି ମୁଁ ଯଦି କାନ୍ତି ଦେଖିଲି ବୋଲେ ଫୁଲ ଫୁଟିଲେ ଯୋଗୀମାନେ ମଧ୍ୟ ଶାନ୍ତି ହୋଇଥାନ୍ତି। ଯୋଗୀ ବୋଲେ କ'ଣ? ତପସ୍ୱୀ ବା ମୁନି ଋଷି ସେମାନେ ଶାନ୍ତି ହୋଇଥାନ୍ତି। ମୋ ଦେହ ଦେବତା ସେ ଦେଖୁଥାନ୍ତି। ବୋଲେ କ'ଣ? ମୋ ଦେହରେ ବୋଲେ ଭଗବାନଙ୍କର ଦେହରେ ସେହି ଫୁଲକୁ ଅର୍ପଣ କରିଥାନ୍ତି। ପୂଜା ଲାଗି ମୁଁ ଯାଏ ବିଧିରେ, କେଉଁ ଦେବତା ନ ବସେ ଶିରେ। ବୋଲେ ମୁଁ ସମସ୍ତଙ୍କ ଦେବାଦେବୀ ବା ଯେଉଁ ଦେବତା ହେଉଛନ୍ତି ଆମେ କହିପାରିବା ଶ୍ରୀ ଗଣେଶ, ମାତା ସରସ୍ୱତୀଙ୍କ ମଧ୍ୟ ମସ୍ତକରେ ମଧ୍ୟ ଫୁଲ ଯାହା ମନ୍ଦିରରେ ଯେଉଁ
गणेश मंदिर है कि जो सरस्वती माता मंदिर है से फूल नहीं भगवान को अर्पण कर मस्तक से फूल कि हूँ पूजा विधि कौन कही पूजा लगी मुझे विधि क्यों देवता बसे बोले सब देवादेवी चिर मस्तक बसी थाए कही फूल मो जोगु फुटी जाए निस्तर कीट बसी पुणी सिरी सुबरी बोले कौन मो जो मोह जोगु पट जाए निस्तर बोले कौन मोर जोगु पट बोले कौन निस्तर हो जाए कीट बसे पुणी सिर सबरी बोले कौन बोले से फूलर जो मस्तक बा आम कहीपर मस्तक और फूलर आ मस्तक अच्छी ना से फूल ऊपर बसी थाए एवं बसी बसी से भमर मध्य भमर एवं अन्य प्रकार कीटपतंग मैंने फूल हो जाती पागल से भाव में कवि यही फूल पाठरे वर्णना करिसंती कवि होती आम से फूल पाठ है समाप्त तांकर कवि जो होती पंडित मृत्युंजय रथ तांक विषय किसी पढ़ा कवि परिचय 1882 मसीहा मई मास 14 तारिख दिन जन्मग्रहण करते किए पंडित मृत्युंजय रथ जी की हूँ 1882 मसीहा मे 14 तारिख दिन जन्म कर स्वल्प जीवन मध्य विक्रम शय मुद्रा रक्ष मृच्छकटिक वीणा संहार इत्यादि संस्कृत नाटक ओडिया से अद्भुत परिणाम उपन्यास और उपयोगी गौरीशंकर सारला रचित सरल ओडिया अभियान सुखबोध व्याकरण इत्यादि पुस्तक रचना करी से यही पुस्तक मान रचना करी से ओडिया साहित्य को परिपूर्ण करी आरपी एजुकेशन जदि पढ़ाईटा भल लगी ताले सब्सक्राइब करेंगे और आग को देखिए जहाद्वारा कि आपण पाठकला उन्नति हो पार आमको ये आरपी एजुकेशन समस्त सहयोग दरकार क्यों कौन जहाद्वारा पिला माने जो रील्स इटा देखा छाड़ी यही पाठ पढ़ले अन्य भल ठीक अच्छे धन्यवाद।